ଦେଖନ୍ତୁ ବିଧାୟକମାନେ ରାଜନୀତି କରୁଛନ୍ତି। ସେମାନେ ଯେଉଁ ଆସୁଛନ୍ତି ସେବା କରିବା ପାଇଁକି ତାଙ୍କର ଦରମା କ'ଣ? ତାଙ୍କୁ ତ ସବୁ ଫ୍ୟାସିଲିଟି ଦିଆଯାଉଛି। ତାଙ୍କର ଟେଲିଫୋନ୍ ପାଖରୁ ସ୍ୱାସ୍ଥ୍ୟରେ ଖାଇବା ପାଇଁ ଯିବା ଆସିବା ତାଙ୍କୁ ସବୁକିଛି ଦିଆଯାଉଛି। ତ ତାଙ୍କର କୌଣସି ଦରକାର ନାହିଁ। ତାପରେ ଥରେ ବିଧାୟକ ହେଲେ ତାଙ୍କ ସମ୍ପତ୍ତିକୁ ଆକଳନ କରାଯାଉଛି ଯେ କେତେ ସମ୍ପତ୍ତି, ଇଲେକ୍ସନ୍ କେତେ ଖର୍ଚ୍ଚ କରୁଛନ୍ତି, ସେ କଥା କେବେ ଦେଖିଛନ୍ତି? ତ ତାଙ୍କର କୌଣସି ଦରମା ବଢ଼ାଇବାର କୌଣସି ଯଥାର୍ଥ ନୁହଁ। ଦେଖନ୍ତୁ, ଶିକ୍ଷକ ହେଉଛନ୍ତି ଆମର ମେରୁଦଣ୍ଡ। ଆଜି ସବୁ ଯେତେ ରାଜନୀତି ବି ଆସନ୍ତି ଶିକ୍ଷକଙ୍କୁ ଅବହେଳା କରି ଆସୁଛନ୍ତି। କାରଣ ସେଇ ଶିକ୍ଷକ ପ୍ରଥମ ଓଟି ପାଠ ପଢ଼ାଇଥାଏ, କିନ୍ତୁ ତାଙ୍କ କଥା କେହି ବୁଝୁନାହାନ୍ତି। ଶିକ୍ଷକ ଯଦି ଭଲ ମଜବୁତ ହେବ, ଶିକ୍ଷକ ଭଲ ପାଠ ପଢ଼ାଇବେ, ସେମାନେ ଭଲ ସୁସ୍ଥ ରହିବେ, ସମାଜ ସୁସ୍ଥ ଭାବରେ ତିଆରି ହୋଇପାରିବ। ସୁସ୍ଥ ସମାଜ ତିଆରି କରିବା ପାଇଁ ମୂଳ ଇଏ ହେଉଛନ୍ତି ଶିକ୍ଷକ। ତେଣୁ ଶିକ୍ଷକଙ୍କ ଦରମା ନ ବଢ଼େଇ ଖାଲି ବିଧାନସଭାରେ ବସିଛନ୍ତି, ଖାଲି ତାଙ୍କର ଦରମା ବଢ଼ୁ। ସେମାନେ ଯେଉଁ ଟାଇପ୍ର କାମ କରୁଛନ୍ତି, ଯେତେ ବି ଆପଣଙ୍କର ୱାର୍କ କରୁଛନ୍ତି, ସେମାନେ କେତେଥର ସାଇଡ଼୍ ନିଜ ଅଞ୍ଚଳକୁ ଯାଉଛନ୍ତି, କ'ଣ କରୁଛନ୍ତି ତାଙ୍କର ଗୋଟେ ଚାର୍ଟ ତାଙ୍କୁ ବାହାର କରାଯାଉ। ତାପରେ ତାଙ୍କ ସମ୍ପତ୍ତିକୁ ଦେଖାଯାଉ। ଥରେ ବିଧାୟକ ହେଲେ ସେ କେତେ ବର୍ଷ ପାଇଁ କେତେ ସଞ୍ଚୟ କରନ୍ତି ତା'ର ହିସାବଟା ଦେଖାଯାଉ। ତାପରେ ଥରେ ବିଧାୟକ ହେଲେ ସେ ଆଜ୍ଞା 5 ଥର ବିଧାୟକ 5 ଥର ପେନ୍ସନ୍ ପାଉଛନ୍ତି। ଥରେ ପେନ୍ସନ୍ ନିଅନ୍ତୁ, 5 ଥର ପେନ୍ସନ୍ ନେବାର କ'ଣ ଯଥାର୍ଥ ଅଛି? ତେଣୁ ତାଙ୍କର କୌଣସି ଅଧିକାର ନାହିଁ ଯେ ମାନେ ତାଙ୍କ ଦରମା ବଢ଼ାଇବା, ପେନ୍ସନ୍ ବଢ଼ାଇବାର କୌଣସି ଅଧିକାର ନାହିଁ। ଯଦି ଏବଂ ଥରେ ଦରମା ପେନ୍ସନ୍ ପାଇଥାନ୍ତେ ତାହେଲେ ଜଣାପଡ଼ିଥାନ୍ତେ ଯେ ଥରେ ପାଉଛନ୍ତି, ତାଙ୍କୁ ଦିଅ। ଜଣେ ଜଣେ ପାଇଲେନି 7 ଥର 8 ଥର 10 ଥର MLA ହେଲେନି। ତାଙ୍କ 10 ଥର ଯଦି ଜଣଙ୍କର 70 ଲକ୍ଷ, 10 ଥର ହେଲେ 10 ଥର 7 ଲକ୍ଷ ଟଙ୍କା ସେ ପାଇବେ। ଦେଖନ୍ତୁ, ନୂଆ ସରକାର ଆସିଲା, ଜିନିଷ ଯେଉଁ ଦର ବଢ଼ିଲା କହିଲା, ଦର ବଢ଼ିବା, ଦର ତ ନିଶ୍ଚିତ ବଢ଼ିବ, ବଢ଼ି ଚାଲିଛି। ମାର୍କେଟର ଯେମିତି ଆପଣଙ୍କର ଖର୍ଚ୍ଚ ଆସୁଛି, ଇନକମ୍ କମୁଛି, ଯଦି ଆମଦାନୀ ରପ୍ତାନି କମ୍ ହେବ ଦରଟେ ବଢ଼ିବ। ତେଣୁ ଆଗେ ପ୍ରଡ଼କ୍ସନ୍ଟା ହେବା ଦରକାର, ଦେଲେ ସିନା ଦରଟା କମିବ। ପ୍ରଡ଼କ୍ସନ୍ ତ ଟୋଟାଲି ବନ୍ଦ। ଯିଏ ଆଜିର ପିଲା ବାହାରିଲା ସିଏ କହିଲା ମୁଁ ରାଜନୀତି କରିବି। ରାଜନୀତି କରି ସେ ଖାଲି ନେତାଙ୍କ ପଛରେ ବୁଲିଲା, କୌଣସି ୱାର୍କ ଆଜିର ମାର୍କେଟରେ ମାନେ ସମାଜ ସବୁବେଳେ ଖାଲି ରୋଜିରୁଟି ପାଇଁ ଲାଗିଛି। କାହା ପାଖରେ ବି ପଚାରନ୍ତୁ, ଟିକିଏ ବି ସମୟ ନାହିଁ, ସେ ସବୁବେଳେ ରୋଜିରୁଟି ପାଇଁ ଚାଲିଛି। କାହିଁକି? କିନ୍ତୁ କୌଣସି କାମ ୱାର୍କ କୌଣସି ପ୍ରଡ଼କ୍ସନ୍ ନାହିଁ, ବେକାର ସମୟ। ଦେଖନ୍ତୁ, ବିଧାୟକମାନେ ରାଜନୀତି କରୁଛନ୍ତି। ସେମାନେ ଯେଉଁ ଆସୁଛନ୍ତି ସେବା କରିବା ପାଇଁକି ତାଙ୍କର ଦରମା କ'ଣ? ତାଙ୍କୁ ତ ସବୁ ଫ୍ୟାସିଲିଟି ଦିଆଯାଉଛି। ତାଙ୍କର ଟେଲିଫୋନ୍ ପାଖରୁ ସ୍ୱାସ୍ଥ୍ୟରେ ଖାଇବା ପାଇଁ ଯିବା ଆସିବା ତାଙ୍କୁ ସବୁକିଛି ଦିଆଯାଉଛି। ତ ତାଙ୍କର କୌଣସି ଦରକାର ନାହିଁ। ତାପରେ ଥରେ ବିଧାୟକ ହେଲେ ତାଙ୍କ ସମ୍ପତ୍ତିକୁ ଆକଳନ କରାଯାଉଛି ଯେ କେତେ ସମ୍ପତ୍ତି, ଇଲେକ୍ସନ୍ କେତେ ଖର୍ଚ୍ଚ କରୁଛନ୍ତି, ସେ କଥା କେବେ ଦେଖିଛନ୍ତି? ତ ତାଙ୍କର କୌଣସି ଦରମା ବଢ଼ାଇବାର କୌଣସି ଯଥାର୍ଥ ନୁହଁ। ଦେଖନ୍ତୁ, ଶିକ୍ଷକ ହେଉଛନ୍ତି ଆମର ମେରୁଦଣ୍ଡ। ଆଜି ସବୁ ଯେତେ ରାଜନୀତି ବି ଆସନ୍ତି ଶିକ୍ଷକଙ୍କୁ ଅବହେଳା କରି ଆସୁଛନ୍ତି। କାରଣ ସେଇ ଶିକ୍ଷକ ପ୍ରଥମ ଓଟି ପାଠ ପଢ଼ାଇଥାଏ, କିନ୍ତୁ ତାଙ୍କ କଥା କେହି ବୁଝୁନାହାନ୍ତି। ଶିକ୍ଷକ ଯଦି ଭଲ ମଜବୁତ ହେବ, ଶିକ୍ଷକ ଭଲ ପାଠ ପଢ଼ାଇବେ, ସେମାନେ ଭଲ ସୁସ୍ଥ ରହିବେ, ସମାଜ ସୁସ୍ଥ ଭାବରେ ତିଆରି ହୋଇପାରିବ। ସୁସ୍ଥ ସମାଜ ତିଆରି କରିବା ପାଇଁ ମୂଳ ଇଏ ହେଉଛନ୍ତି ଶିକ୍ଷକ। ତେଣୁ ଶିକ୍ଷକଙ୍କ ଦରମା ନ ବଢ଼େଇ ଖାଲି ବିଧାନସଭାରେ ବସିଛନ୍ତି, ଖାଲି ତାଙ୍କର ଦରମା ବଢ଼ୁ। ସେମାନେ ଯେଉଁ ଟାଇପ୍ର କାମ କରୁଛନ୍ତି, ଯେତେ ବି ଆପଣଙ୍କର ୱାର୍କ କରୁଛନ୍ତି, ସେମାନେ କେତେଥର ସାଇଡ଼୍ ନିଜ ଅଞ୍ଚଳକୁ ଯାଉଛନ୍ତି।